ଛାଡ଼ି ଯାଇଛି ବନ୍ୟା କିନ୍ତୁ ଏବେ ବି ପୁଟୁରା ପଞ୍ଚାୟତର କିଛି ଗାଁ ଅଛି ଯାହାକି ଜଳମଗ୍ନ ହେଇକି ଅଛି। ଆପଣ ସେତେବେଳେ ଦେଖିପାରୁଥିବେ ଇଏ ହେଉଛି ଚାଷ ଜମି, ଯାହାକି ଚାଷ ଜମିରେ ଏବେ ବି 2 ରୁ 3 ଫୁଟ ଉଚ୍ଚର ଲହଡ଼ି ମାରୁଛି। ଯାହାକି ଚାଷୀମାନଙ୍କର କହିବା କଥା ହେଉଛି ଏଠାରେ ଯଦି ଡ୍ରେନେଜ ସୁବିଧା ହେଇପାରନ୍ତା ତାହେଲେ ମାନେ ପାଣି ନିଷ୍କାସନ ହେଇପାରନ୍ତା, ଭଲ ଚାଷ ହେଇପାରନ୍ତା। ଆମେ ସେ କିଛି ଚାଷୀ ଅଛନ୍ତି ତାଙ୍କ ସହିତ ସେତେବେଳେ କଥା ହେବା। କ'ଣ କହିବେ ଆଜ୍ଞା, ପାଣି ନିଷ୍କାସନ କେମିତି ହେଉନାହିଁ, କ'ଣ ପାଣି ଚାଷ କ୍ଷତି ହେଲାଣି? ଚାଷ ତ ଆମର ଏପଟେ ପୁରା ଦେଖୁଛନ୍ତି ମାନେ ପୁରା ଇଏ ପର୍ଯ୍ୟନ୍ତ ଚାରିଆଡେ ପାଣି ଭର୍ତ୍ତି। ଆଉ ଆଜି 10 ଦିନରୁ 12 ଦିନ ହେଲା ପାଣି ବର୍ଷା ଛାଡ଼ି ଯାଇଛି କିନ୍ତୁ ପାଣି ଛାଡ଼ୁ ନାହିଁ। ଯୋଉଟା କି ଆମର ପଳପଳା ନଦୀରୁ ଯୋଉ ପାଣି ନିଷ୍କାସନ ଜାଗା ସେଇଟା କ୍ଲିଅର ନାହିଁ, ସେଇଥିପାଇଁ ଆମର ଚାଷ ଜମିରୁ ପାଣି ଛାଡ଼ୁ ନାହିଁ। এই চাষ 4 একর চাষ করেছিলি, 3 একর রুই সারিଥିଲି, ଆଉ 1 একর ଥିଲା রুইবা ପାଇଁ, কিন্তু ତଳି ମଧ୍ୟ ସେଇରୁ এই ମାନେ ବର୍ଷା ପାଣି ଜଳକା ପାଣିରେ ତଳି ସହ ନଷ୍ଟ ହେଇଯାଇଛି। ଚାଷୀଙ୍କ କହିବା କଥା ହେଉଛି କି ଯେ ବର୍ତ୍ତମାନ ତଳି ଆପଣ ଦେଖୁଛନ୍ତି ତଳି ପଚି ଯାଇଛି, ଯାହାକି ଆଉ ତଳି ହବ ନାହିଁ, ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ଆମ ସହିତ ଆଉ ଚାଷୀ ଅଛନ୍ତି, କ'ଣ କହିବା ଆଜ୍ଞା, ଚାଷ କେତେ କ୍ଷତି ହେଇଛି? ଚାଷ ମୁଁ 7 ଏକର ଜମିର ଚଷା, 5 ଏକର ଜମି ମୁଁ ରୁଆ ସରିଥିଲା, ଆଉ ବାକି 2 ଏକର ବାକି ଥିଲା। କିନ୍ତୁ ବର୍ତ୍ତମାନ ସେ 5 ଏକର ଜମି ରୁଆ ତ ଗଲା, ତା ସଙ୍ଗେ ସଙ୍ଗେ ତଳି ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେଇଯାଇଛି, ଯାହାଫଳରେ ଏ ବର୍ଷ ଆଉ ଆମେ ଚାଷ କରିବା ପରିସ୍ଥିତିରେ ଆମେ ନାହୁଁ। ତ ବର୍ତ୍ତମାନ ସୁଦ୍ଧା ଆଜି 8-10 ଦିନ ହେଇଗଲା ପାଣି ଛାଡ଼ି ନାହିଁ। ପାଣି ଯେଉଁ ହାରରେ ଛାଡ଼ୁଛି ଆହୁରି ବୋଧେ 15 ଦିନ କି 20 ଦିନ ଯିବ ଏ ପାଣି ଛାଡ଼ିବା ପାଇଁ, ଆମେ ଯେଉଁ ହାରରେ ପାଣି ଛାଡ଼ିବା ଦେଖୁଛୁ। ତ ଗୋଟେ କଥା ହେଉଛି ଏଇ ନଦୀର ଯେଉଁ ଜଳ ନିଷ୍କାସନର ଯେଉଁ ଅବ୍ୟବସ୍ଥା, ଏ କଥା ମଧ୍ୟ ଆମେ ସମସ୍ତ ବିଭାଗକୁ ମଧ୍ୟ ଆମେ ଲେଖିଛୁ, ସମସ୍ତଙ୍କୁ ଜଣେଇଛୁ। କେହି ଆସି ତାର ପ୍ରତିକାର କିଛି କରୁନାହାନ୍ତି। ନାଇକୋଡ଼ି ପୋଲ ପାଖରେ ଏ ପ୍ରକାର ସେ ଦଳ ଘୋଡ଼ା ଦଳ ଆଗେ ଜମି ଯାଇଛି, ଯାହାଫଳରେ ସେଠି ଜଳ କୌଣସି ପ୍ରକାର ନିଷ୍କାସନ ହେଇପାରୁନାହିଁ। ତାପରେ ବାଉଁଶବଣି ଗୋଟେ ପୋଲରେ ସେଠି ମଧ୍ୟ ଦଳ ଜମିଛି, ବାଉଁଶବଣି ଗେଟ୍ ପାଖରେ ସେଠି ଦଳ ଜମିଛି। କୌଣସି ପ୍ରକାର ଜଳ ଯିବାର ପ୍ରଶ୍ନ ନାହିଁ। ବିଶେଷ କରି ଶଙ୍ଖୁଆ ଯୋଉଟା ନୂଆ ପୋଲଟେ ବ୍ରିଜଟେ ତିଆରି ହେଇଛି, ପୁରୁଣା ଯେଉଁ ବ୍ରିଜ ଥିଲା ସେ ବ୍ରିଜ ଭଙ୍ଗା ଯାଇନାହିଁ। ସେଠି ବୋଧେ 3 ହାତରୁ 4 ହାତ ପାଣିର ଇଏ ହେଉଛି ବ୍ୟବଧାନ ରହୁଛି, ସେଠି ମଧ୍ୟ ପାଣି କୌଣସି ପ୍ରକାର କଟୁନାହିଁ। এই ପ୍ରକାର ଆମେ ଆଜ୍ଞା ଅସୁବିଧାରେ ପଡ଼ିଛୁ। ପାଣି କେବେ କଟିବ ସେ କଥା ଆମେ ଆଜ୍ଞା କହିପାରିବୁ ନାହିଁ, କିନ୍ତୁ ଚାଷ ଆମର ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ତେଣୁ ଆମେ ସରକାରଙ୍କୁ ନିବେଦନ କରୁଛୁ ଏ ଚାଷୀମାନଙ୍କର ଦୁଃଖ ଦୁର୍ଦ୍ଦଶା ବୁଝନ୍ତୁ। ଚାଷୀଙ୍କ କହିବା କଥା ହେଉଛି କି ଯଦି ଡ୍ରେନେଜଟା ସୁବିଧା ହେଇପାରନ୍ତା ତାହେଲେ ପାଣି ସବୁ ପଳେଇ ଯାଇଥାନ୍ତା। ତ କ'ଣ କହିବା ଆଜ୍ଞା, ଆପଣ ଦେଖୁଛନ୍ତି ବର୍ତ୍ତମାନ ତଳି ପଚି ଯାଇଛି, ତଳି କ'ଣ ହେଇପାରିବ? ନାଇଁ ଆଜ୍ଞା, ଇଏ ତଳି ଆଉ ହେଇପାରିବନି। ଇଏ କାହିଁକି ନା 10-12 ଦିନ ବର୍ଷା ଯୋଗୁଁ ଇଏ ବୁଡ଼ିକି ରହିଛି, ଇଏ ସମ୍ପୂର୍ଣ୍ଣ ପଚି ଯାଇଛି ତଳି। ଏ ଧାନ ରୁଆ ହେଇଥିଲା ମଧ୍ୟ ସେ ବି ପଚି ଯାଇଛି। ତେଣୁ ଧାନରୁ ବି କୌଣସି ପେଞ୍ଚା ବାହାରିବାର ନାହିଁ କି ତଳି ଆଉ ହବାର ନାହିଁ। ତେଣୁ ଏ ବର୍ଷ ପାଇଁ ଚାଷୀ ସବୁ ଆମର ଚାଷ କରିପାରିବା ନାହିଁ। ଆପଣ ସିଧାସଳଖ ଦେଖିପାରୁଥିବେ କେମିତି ତଳି ବର୍ତ୍ତମାନ ଦେଖୁଛନ୍ତି ସିଧାସଳଖ ପଚି ଯାଇଛି, ଯାହାକି ଇଏ ତଳି ହବାର ଚାନ୍ସ ହିଁ ନାହିଁ। ଆପଣ ସିଧାସଳଖ ଦେଖନ୍ତୁ ଏମିତି ପୁରା ଜଳମଗ୍ନ ହେଇକି ଅଛି, 2 ରୁ 3 ଫୁଟ ପର୍ଯ୍ୟନ୍ତ ପାଣି ରହିଛି। ଯଦି ପ୍ରଶାସନ ଡ୍ରେନ୍ ସୁବିଧା କରିଦେଇ ପାରନ୍ତା ତାହେଲେ ଚାଷୀମାନେ ଭଲ ଚାଷ କରିପାରିଥାନ୍ତେ। ବାଲେଶ୍ୱର ଜିଲ୍ଲା ବସ୍ତାରୁ ପ୍ରଶାସନ ସେନାପତି, ଓଡ଼ିଶା ଭାସ୍କର।